ଆଜିର ଭିଡ଼ିଓ ଅନୁଚ୍ଛେଦରୁ ସଂକ୍ଷିପ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାର କୌଶଳ। ଅନୁଚ୍ଛେଦର ଅବବୋଧ ବା ସମ୍ୟକ ଜ୍ଞାନ ପରୀକ୍ଷଣ। ଶିକ୍ଷକ, ଛାତ୍ରଛାତ୍ରୀ ଓ ପାଠ୍ୟପୁସ୍ତକ ହେଉଛି ଶିକ୍ଷା ଜଗତର ତ୍ରିବିଧ ଆଧାର। ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ତଥା ଛାତ୍ରଛାତ୍ରୀଙ୍କ ଆହରଣରେ ସଫଳତା ନିର୍ଭର କରେ ମୂଲ୍ୟାୟନ ଉପରେ। ଏଠାରେ କୌଣସି ଏକ ପ୍ରସଙ୍ଗସ୍ଥ ଅନୁଚ୍ଛେଦଟିଏର କଥା ବିଚାର କରାଯାଉ। ଛାତ୍ରଛାତ୍ରୀଙ୍କର ଅନୁଚ୍ଛେଦଟି ଅବବୋଧ ହେଲା କି ନାହିଁ ତାହା ଜାଣିବା ପାଇଁ ମୂଲ୍ୟାୟନର ଆଶ୍ରୟ ନିଆଯାଇଥାଏ। ଏହି ମୂଲ୍ୟାୟନ ପ୍ରକ୍ରିୟାରେ ସେହି ଅନୁଚ୍ଛେଦରୁ କେତେଗୋଟି ସଂକ୍ଷିପ୍ତ ପ୍ରଶ୍ନ ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଏ। ପଚରାଯିବା ପ୍ରଶ୍ନଗୁଡ଼ିକ ମଧ୍ୟରେ କ୍ରମରକ୍ଷା କରାଯାଇପାରେ, ତଳ ଉପର ହୋଇପାରେ ବା କ୍ରମ ଖଣ୍ଡନ ହୋଇ ଯତ୍ର ତତ୍ର ସ୍ଥାନିତ ହୋଇ ଥାଇପାରେ। ତେଣୁ ଛାତ୍ରଛାତ୍ରୀଗଣ ସେଥିପ୍ରତି ସଚେତନ ହେବା ଉଚିତ। ପ୍ରତି ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବରେ ଅନୁଚ୍ଛେଦ ସହିତ ଜଡ଼ିତ ଥାଏ। ତେଣୁ ଛାତ୍ରଛାତ୍ରୀମାନେ ସାବଧାନତାର ସହ ଅନୁଚ୍ଛେଦଟି ପଢ଼ି ଉତ୍ତର ଦେବା ଏକାନ୍ତ ବିଧେୟ। ଅନୁଚ୍ଛେଦରୁ ସଂକ୍ଷିପ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାର କୌଶଳ। ମୁଁ 5ଟା ପଏଣ୍ଟ କରିଛି। ସେ ପଏଣ୍ଟ ଗୁଡ଼ିକ ହେଲା: 1 ନମ୍ବର ପଏଣ୍ଟ, ଛାତ୍ରଛାତ୍ରୀମାନେ ଅନୁଚ୍ଛେଦଟିକୁ ସତର୍କତାର ସହିତ ଏକାଧିକ ବାର ପାଠ କରିବେ। 2 ନମ୍ବର ପଏଣ୍ଟ ହେଲା, ପ୍ରତି ପ୍ରଶ୍ନର ଉତ୍ତର ଅନୁଚ୍ଛେଦର କେଉଁ ଅଂଶରେ ଅଛି ତାହା ଚିହ୍ନଟ କରିବେ। 3 ନମ୍ବର ପଏଣ୍ଟ ହେଲା, ଯଥାସମ୍ଭବ ଅନୁଚ୍ଛେଦର ଭାଷା ପରିହାର କରି ନିଜ ଭାଷାରେ ଉତ୍ତର ଦେବା ପାଇଁ ଚେଷ୍ଟା କରିବେ। 4 ନମ୍ବର ପଏଣ୍ଟ ହେଲା, ଭାଷା ସରଳ ହେବା ସଙ୍ଗେ ସଙ୍ଗେ ବାକ୍ୟ ମଧ୍ୟ ସରଳ ହେବା ବିଧେୟ। ଆଉ ଲାଷ୍ଟ ପଏଣ୍ଟ ବା 5 ନମ୍ବର ପଏଣ୍ଟ ହେଲା, ଉତ୍ତର ପୂର୍ଣ୍ଣ ବାକ୍ୟରେ ଦେବା ଉଚିତ। ଆଉ ଭିଡ଼ିଓଟି ପସନ୍ଦ ହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କସ୍ ଫର୍ ୱାଚିଂ।